ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025 ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କଳସ ଯାତ୍ରା ଓ ମଞ୍ଚ ପୂଜାର୍ଚ୍ଚନା କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରମୋଦିନୀ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁରିତ୍ର ପଣ୍ଡା, ମୁଖ୍ୟ ଅତିଥି ଶିକ୍ଷାବତ ବିରଞ୍ଚି ନାରାୟଣ ପ୍ରହରାଜ, ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ଭାବେ ଚିଲିଗୁଡ଼ା ପାଣ୍ଡି ଅଧିକାରୀ ସୁବୋଧ ଫୁଲ, ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ, ସମାଜସେବୀ ପ୍ରକାଶ ପ୍ରହରାଜ, ସରପଞ୍ଚ କବିତା ପ୍ରହରାଜ, ଶିକ୍ଷକ ଲିଙ୍ଗରାଜ ମିଶ୍ର, ଶରତ ସାହୁ, ପିଓ ପଦାନନ୍ଦ ନାୟକ, ପ୍ରମୋଦ ନାଗ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତମ ସେବା ପାଇଁ ପାଣ୍ଡି ଅଧିକାରୀ ସୁବୋଧ ଫୁଲ ଏବଂ ସାମ୍ବାଦିକ ରୋହିତ ବାଗଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏନଜଳ ପ୍ରହରାଜ ପରିଚାଳନା କରିଥିବା ବେଳେ ଯୋଗାଣ ସହାୟକ ଡବଲ କିଶୋର ନିହାର, ପଞ୍ଚାୟତ କର୍ମଚାରୀ ଭୁବନ ପ୍ରହରାଜ, ହେମନ୍ତ ଜୁଏ, ଡକ୍ଟର ସ୍ୱୟମ୍ବର ବାଗ ତଥା ୱାର୍ଡ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଲିଙ୍ଗରାଜ ମିଶ୍ର। କଳାହାଣ୍ଡିରୁ ରୋହିତ ବାଗଙ୍କ ରିପୋର୍ଟ G9 ଓଡ଼ିଆ।